ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆସ୍କା ରୋଡରେ 43ତମ ବାର୍ଷିକ ଉତ୍ସବ ପାଳିତ। ବ୍ରହ୍ମପୁର ଶନିବାର ଦିନ ସ୍ଥାନୀୟ ଆସ୍କା ରୋଡ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମୁଖ୍ୟ ଅତିଥି ରଙ୍ଗେଇ ଲୁଣ୍ଡା, ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବେନ୍ଦ୍ର ବେହେରା, ମୁଖ୍ୟ ବକ୍ତା ରୂପେ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ଭାଷା ସାହିତ୍ୟ ବିଭାଗ ମୁଖ୍ୟ ଡକ୍ଟର କୁଳମଣି ଓଝା, ସମ୍ମାନିତ ବକ୍ତା ରୂପେ ଅବସରପ୍ରାପ୍ତ ଆରକ୍ଷୀ ଅଧୀକ୍ଷକ ଦେବଦତ୍ତ ପଟ୍ଟନାୟକ, ସମ୍ମାନିତ ଅତିଥି ରୂପେ ଶିକ୍ଷକ ତଥା ହାସ୍ୟ ଅଭିନେତା ମଧୁସୂଦନ ମିଶ୍ର, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସନ୍ତୋଷ କୁମାର ସାବତ, CRCCU ଭାରତୀ ଓ ଯୁବ ସମାଜସେବୀ ଚିତ୍ତରଞ୍ଜନ ସାହୁ ଯୋଗ ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ ଓ ଶିକ୍ଷଣ ଉପକରଣ ମେଳାର ଆୟୋଜନ କରାଯାଇଥିଲା। ଏହାକୁ ଗୋଷ୍ଠୀ ଶିକ୍ଷାଧିକାରୀ ଦେବେନ୍ଦ୍ର ବେହେରା, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ କୁସୁମ ପାଢ଼ୀ ଓ ସୁକାନ୍ତ ଜେନା ଉଦ୍ଘାଟନ କରିଥିଲେ। ଏଥିରେ ବିଚାରକ ଭାବେ ଶିକ୍ଷକ ଶ୍ରୀ ସନ୍ତୋଷ କୁମାର ରଥ ଓ ଶ୍ରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ଯୋଗ ଦେଇଥିଲେ। ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ଶିଶୁ ବଜାର, ଯାହାକୁ ଅତିଥିମାନେ ଉଦ୍ଘାଟିତ କରିବା ସହ ବୁଲି ଦେଖିଥିଲେ ଓ ବିଦ୍ୟାଳୟର ପଦକ୍ଷେପକୁ ପ୍ରଶଂସା କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜେଶ କୁମାର ତାରିଣୀ ପୌରୋହିତ୍ୟ କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ବିଦ୍ୟାଳୟର ଶିଶୁଙ୍କ ଦ୍ୱାରା ଅତିଥିମାନଙ୍କୁ ଉତ୍ତରୀୟ ପ୍ରଦାନ ଓ ସ୍ୱାଗତ ସଙ୍ଗୀତ ଦ୍ୱାରା ଭବ୍ୟ ସ୍ୱାଗତ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ତାରିଣୀ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିବା ସହ ବିଦ୍ୟାଳୟର ବିଭିନ୍ନ ଅଭାବ ଅସୁବିଧା ମଞ୍ଚାସୀନ ଅତିଥିମାନଙ୍କ ନିକଟରେ ଉପସ୍ଥାପନ କରିଥିଲେ। ବିଦ୍ୟାଳୟର ଶିଶୁମାନଙ୍କ ନାମଲେଖା ଯଥା ପ୍ରବନ୍ଧ, ଗଳ୍ପ, କବିତା, ବିଦ୍ୟାଳୟ ଶିଶୁମାନଙ୍କ ଲେଖା ଯଥା ପ୍ରବନ୍ଧ, ଗଳ୍ପ, କବିତା, ଚିତ୍ରାଙ୍କନ ଆଦିକୁ ନେଇ ପ୍ରସ୍ତୁତ 3ଟି ଶ୍ରେଣୀ ପତ୍ରିକା ସୁମନ, ସୌରଭ ଓ ସୃଜନୀକୁ ଅତିଥିମାନେ ଉନ୍ମୋଚିତ କରିଥିଲେ। ଅତିଥିମାନେ ନିଜ ନିଜ ଅଭିଭାଷଣରେ ଶିଶୁମାନଙ୍କୁ ଉତ୍ତମ ନାଗରିକ ହେବା ସହ ଦେଶର ମଙ୍ଗଳ ସକାଶେ କାର୍ଯ୍ୟ କରିବା ପାଇଁ ଉପଦେଶ ଦେଇଥିଲେ। ବାର୍ଷିକ ଉତ୍ସବ ଅବସରରେ ଆୟୋଜିତ ବିଭିନ୍ନ ବୌଦ୍ଧିକ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। ଶ୍ରେଷ୍ଠ ବିଦ୍ୟାର୍ଥୀ 2026 ରୂପେ ରବିଶଙ୍କର ସ୍ୱାଇଁ ଓ ଶ୍ରେଷ୍ଠ ସର୍ବୋଚ୍ଚ ନମ୍ବର ରଖିଥିବା ପ୍ରତ୍ୟେକ ଶିକ୍ଷାର୍ଥୀଙ୍କୁ ପୁରସ୍କୃତ କରାଯାଇଥିଲା। ଗତ ମାଟ୍ରିକ ପରୀକ୍ଷାରେ 83% ମାର୍କ ରଖିଥିବା ବିଦ୍ୟାଳୟର ପୂର୍ବତନ ଶିକ୍ଷାର୍ଥୀ ବିଜୟଲକ୍ଷ୍ମୀ ସାହୁଙ୍କୁ ମଧ୍ୟ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ବିଦ୍ୟାଳୟରେ ସଙ୍ଗୀତ ଗାନ କରାଯିବା ପରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁନିତା ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଶିଶୁମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ ବିଚିତ୍ର କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଅସ୍ମିତା କୁମାରୀ ଓ ରାଜେଶ୍ୱରୀ ଦାସ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ସୁନିତା ଧରଙ୍କ ନିର୍ଦ୍ଦେଶନା ଶିଶୁଙ୍କ ଦ୍ୱାରା ଅନୁକୂଳ ଛାତ୍ର ସଂସଦ ପରିବେଷଣ କରାଯାଇଥିଲା ଓ ତାହା ବେଶ୍ ପ୍ରଶଂସନୀୟ ହୋଇଥିଲା। କାର୍ଯ୍ୟକ୍ରମର ସଫଳ ଆୟୋଜନରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଯଥା ନିର୍ମଳା ମହାପାତ୍ର, ସ୍ୱର୍ଣ୍ଣଲତା ତ୍ରିପାଠୀ, ସୁନିତା ଧର, ଲୀନା ସାହୁ, ରାଜେଶ୍ୱରୀ ଦାସ, ମନୋରଞ୍ଜନ ପଟ୍ଟନାୟକ, ସନ୍ତୋଷ କୁମାର ସାହୁ, ଶ୍ରୀ ମହେନ୍ଦ୍ର ପ୍ରଧାନ, ନିର୍ମଳା କୁମାରୀ ସାହୁ ତଥା ପରିଚାଳନା କମିଟିର ସଦସ୍ୟ ଶ୍ରୀ ପିଙ୍କୁ ମିଶ୍ର, ନରେନ୍ଦ୍ର ସାହୁ, ଦୀପା ସେଠୀ, ବ୍ରହ୍ମାନନ୍ଦ ସାହୁ, ଲଳିତା ବାଡ଼ତ୍ୟା, ସସ୍ମିତା ବିଷୋଇ ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ।